ନୃସିଂହନାଥ ଛୋଟ ରାଧାକାନ୍ତ ମନ୍ଦିରରେ ମଲ୍ଲି ଝୁଲଣ ଅନୁଷ୍ଠିତ ହେଉଅଛି। ମନ୍ଦିରରେ ଭକ୍ତଙ୍କ ସମାଗମ ସହ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା କରଣ ସାହିରେ ନୃସିଂହନାଥ ମନ୍ଦିର ଛୋଟ ରାଧାକାନ୍ତ ମଠରେ 6 ଦିନ ଧରି ମଲ୍ଲି ଝୁଲଣ ଅନୁଷ୍ଠିତ ହେଉଅଛି। ରାଧାକୃଷ୍ଣଙ୍କୁ ସଜ୍ଜିତ କରି ମଲ୍ଲି ମାଳରେ ଠାକୁରଙ୍କୁ ସୁସଜ୍ଜିତ କରି ଦୋଳିରେ ବସାଯାଇଛି। ସନ୍ଧ୍ୟା 6 ଘଟିକାରୁ ରାତି 10 ଘଟିକା ପର୍ଯ୍ୟନ୍ତ ଠାକୁରଙ୍କୁ ଝୁଲଣ ଅନୁଷ୍ଠିତ ହେଉଛି। ସନ୍ଧ୍ୟା ସମୟରେ ସାଧୁସନ୍ଥ ଭକ୍ତଙ୍କ ସମାଗମ ହେଉଛି। ଭଜନ କୀର୍ତ୍ତନ କରିବା ସହିତ ଭକ୍ତମାନେ ଆଳତି ଦର୍ଶନ କରିଛନ୍ତି। ପୁରପଲ୍ଲୀ ଓ ସହରରେ ଥିବା ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଶ୍ରୀମଲ୍ଲି ଝୁଲଣ ଅନୁଷ୍ଠିତ ହେଉଛି। ସନ୍ଧ୍ୟା ସମୟରେ ଭକ୍ତମାନେ ଆସି ଠାକୁରଙ୍କ ସାନ୍ନିଧ୍ୟ ଲାଭ କରିଥାନ୍ତି। ବର୍ଷକୁ ରାଧାକୃଷ୍ଣଙ୍କ ମନ୍ଦିର ଗୁଡ଼ିକରେ 2ଟି ଝୁଲଣ ଅନୁଷ୍ଠିତ ହୁଏ। ଗୋଟିଏ ମାଳତୀ ଝୁଲଣ, ଅନ୍ୟ ଗୋଟି ମଲ୍ଲି ଝୁଲଣ ନାମରେ ନାମିତ। ପୁରପଲ୍ଲୀରେ ଭଜନ କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି। ପରିଶେଷରେ ଭକ୍ତ ଅନ୍ନ ପ୍ରସାଦ ସେବନ କରିଛନ୍ତି। ରାଧାକାନ୍ତ ପାଳାଖେମୁଣ୍ଡି ଗଜପତି ଜିଲ୍ଲା କର୍ମସାହିରେ ଚୈତ୍ର ମାସ ଶୁକ୍ଳ ଦଶମୀ ଠାରୁ ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀ ମଲ୍ଲି ଝୁଲଣ ଅନୁଷ୍ଠିତ ହୁଏ। ଏହି ମଲ୍ଲି ଝୁଲଣ ବର୍ଷ 2ଟା ଝୁଲଣ ହୁଏ। ଗୋଟିଏ ମାଳତୀ, ଯାହାକି ଶ୍ରାବଣ ମାସ ଶୁକ୍ଳ ଦଶମୀ ଠାରୁ ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମା ପର୍ଯ୍ୟନ୍ତ, ଏବଂ ମଲ୍ଲି ଝୁଲଣଟା ଚୈତ୍ର ମାସରେ ହୁଏ। ଏହି ମଲ୍ଲି ଝୁଲଣ ଆମର ଅନାଦି କାଳରୁ ଦ୍ୱାପର ଯୁଗ ଠାରୁ ରାଧାକୃଷ୍ଣଙ୍କର ଏହି ଝୁଲଣଟି ପାଳିତ ହୋଇ ଆସୁଛି। ଅନାଦି କାଳଠାରୁ ପାଳନ କରିବା ଦ୍ୱାରା ସେହି ବିଧାନ ଅନୁସାରେ ବର୍ତ୍ତମାନ ମଧ୍ୟ ଭାରତ ବର୍ଷର ସନାତନ ହିନ୍ଦୁ ଧର୍ମରେ ସମସ୍ତ ରାଧାକୃଷ୍ଣ ମନ୍ଦିରରେ ଏହି ଉତ୍ସବଟି ପାଳନ କରାଯାଉଛି। ସେହି ପ୍ରକାର ଆଜି ଆମର ଏହି ଛୋଟ ରାଧାକାନ୍ତ ମଠ ନୃସିଂହନାଥ ମନ୍ଦିର ପାରଳାଖେମୁଣ୍ଡିରେ ଶ୍ରୀ ମହନ୍ତ ମଦନ ଗୋପାଳ ଦାସଜୀ ମହାରାଜଙ୍କର ତତ୍ତ୍ୱାବଧାନରେ ଏହି ଅନୁଷ୍ଠାନଟି ଅନୁଷ୍ଠିତ ହେଉଛି। ଏବଂ ଏହି ଅନୁଷ୍ଠାନରେ ଅନେକ ସାଧୁସନ୍ଥ ଏବଂ ଆଖପାଖର ସମସ୍ତ ଭକ୍ତମାନେ ମଧ୍ୟ ଆଜି ଯୋଗଦାନ ଦେଉଛନ୍ତି। ବହୁତ ଗହନରେ ଏହି ଝୁଲଣ ମହୋତ୍ସବଟି ଅନୁଷ୍ଠିତ ହେଉଛି। ଏହି ଝୁଲଣ ମହୋତ୍ସବରେ 6 ଦିନ ପାଳିତ ହୁଏ। 6 ଦିନ 6ଟି ଗ୍ରାମର ଅର୍କେଷ୍ଟ୍ରା ପାର୍ଟି, ମେଲୋଡି ପାର୍ଟି, ସଂକୀର୍ତ୍ତନ ଦଳମାନଙ୍କୁ ଡାକିକିରି ଏହିଠାରେ ସନ୍ଧ୍ୟା 6ଟା ଠାରୁ 10ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେଉଛି। ଏଥିପାଇଁ ଏହି ପ୍ରତିବର୍ଷ ଏଇଟା ପାଳନ କରାଯାଉଛି। ଏହି ଆମର ହିନ୍ଦୁ ଧର୍ମର ଗୋଟିଏ ବିଶାଳ ଅନୁଷ୍ଠାନ, ଯାହାକି ଝୁଲଣ ଯାତ୍ରା କୁହାଯାଏ। ମଲ୍ଲି ଝୁଲଣର ବିଶେଷତା ହେଉଛି ଋତୁ ଅନୁସାରେ ରାଧାକୃଷ୍ଣଙ୍କର ବ୍ରଜଧାମରେ ମଲ୍ଲି ଝୁଲଣ ଅନୁଷ୍ଠିତ କରାଯାଇଥାଏ। ସେଟା ହେଉଥିଲା ପୂର୍ବରେ ଆମର ଦ୍ୱାପର ଯୁଗରେ ରାଧାକୃଷ୍ଣଙ୍କର ଝୁଲଣ ସଜେଇକିରି ମଲ୍ଲିମାଳରେ ଦୋଳି ବନେଇକିରି ମଲ୍ଲିମାଳରେ ଝୁଲଣ ସଜେଇକିରି ଝୁଲଣ ହୋଇଥାଏ। ଏ ଚୈତ୍ର ମାସରେ ହୁଏ। ଋତୁ ଅନୁସାରେ ସେ ଫୁଲର ସେ ସିଜନ ଅନୁସାରେ ଏହି କାର୍ଯ୍ୟକ୍ରମଟି ଠାକୁର ଅନେକ ଲୀଳା ଭିତରେ ଏଇଟା ଗୋଟିଏ ଲୀଳା। ରାଧାକୃଷ୍ଣଙ୍କର ସେପରି ମାଳତୀ ଫୁଲ ମଧ୍ୟ ମାଳତୀ ଝୁଲଣ, ମାଳତୀ ଫୁଲ ମାନେ ଆମର ଶ୍ରାବଣ ମାସ, ଭାଦ୍ର ମାସ ତାପରେ ଉତ୍ପନ୍ନ ହୁଏ। ସେହି ସମୟରେ ଭଗବାନଙ୍କର ଏହି ମାଳତୀ ଝୁଲଣ ମଧ୍ୟ ଅନୁଷ୍ଠିତ ହୋଇଛି। ସେହି ପରମ୍ପରା ଅନୁସାରେ ଆମର ସନାତନ ଧର୍ମ ଅନୁସାରେ ଏଇଟା ପ୍ରତ୍ୟେକ ରାଧାକୃଷ୍ଣ ମନ୍ଦିରରେ ପାଳିତ କରାଯାଏ। ଗଜପତିରୁ ରେଣୁମାଳା ବେହେରାଙ୍କ ରିପୋର୍ଟ, ବିଶ୍ୱବିଜୟ ନ୍ୟୁଜ, ଓଡ଼ିଶା।